ଦେଖନ୍ତୁ ଏମିତି ଗୋଟେ ଜେସିବିଟେ ଗଳି ଯାଇଛି। ଗୁଡୁପାଇଲି ଆମର ପପୁ ବାବୁ ମେସିନ୍ ମାଛପଡ଼ା ଗୁଆଳିପଡ଼ା ପଞ୍ଚାୟତ ଆଗ ସାମ୍ନା ଗାଡ଼ିଆ ଯେଉଁ ମେସିନ୍ ଖୋଳୁଥିଲା ସେଇ ମେସିନ୍ଟା ଗଳି ଯାଇଛି। ଏମିତି ଅସୁବିଧାରେ ଫସି ଯାଇଛି। ଦେଖନ୍ତୁ ଆମେ ବି 3 ଦିନ ହେଲାଣି ଆଜ୍ଞା ଆସିକିରି ଏଠି ହଇରାଣ ଭୋଗୁଛୁ। ଦେଖନ୍ତୁ ଏମିତି ମେସିନ୍ ଫସି ଯାଇଛି। ଏ ଗାଡ଼ିଆଟା କରିଲା ଟଙ୍କା 10-15 ହଜାର 15 ଘଣ୍ଟା କାମ କରିଛି। 50,000 ଟଙ୍କା କାମ କରିବାକୁ ଦେଖନ୍ତୁ ଏମିତି ଫସି ଯାଇଛି ମେସିନ୍ ପୁରା ଫସି ଯାଇଛି। ଦେଖନ୍ତୁ ଗୁଡୁପାଇଲି ରାସ୍ତାରେ ଆମର ଜୁଇନୁଣ୍ଡା ଯିବା ପାଇଁ ଖଣ୍ଡେ ବାଟ ଯେଉଁ ରାସ୍ତା ବୁଲାଣି ରାସ୍ତା ସେଇ ଜାଗା ଉପରେ ଫସିଛି। ଦେଖନ୍ତୁ ଆଜ୍ଞା ମୋତେ ସବସ୍କ୍ରାଇବ୍ କରନ୍ତୁ ବା କମେଣ୍ଟ କରନ୍ତୁ। ଜୟ ଜଗନ୍ନାଥ। ଦେଖନ୍ତୁ ଗୋଟେ ଜେସିବି ଆସିଲା। ଜେସିବି ଏଠି କ'ଣ କରିବ? ଜେସିବି ଆସି ତାଡ଼ି ହଇରାଣ ହେଲା। ସେ ଫେରିକି ଗଲା ଅଯଥା ପଇସା ନେଇକି। ତାପରେ ଏଟି1 ଆସିକି ଏଠି ଆଜ୍ଞା ଖୋଳି ତାଡ଼ି ଏଠି 4 ଦିନ ହେଲେ 20 ଘଣ୍ଟା କାମ କରିସାରିଲାଣି। ସେ ବି ଅଯଥା ପୁଣି ଟଚିଂକି ଆସିଛି। ଦେଖନ୍ତୁ ଟଚନ୍ କରାହେଇକି ବାହାର କରାହବ। କ'ଣ କରିବା? ମେସିନ୍ର ଅବସ୍ଥା ଏମିତି। ଟଚନ୍ କାମ ଦେଖନ୍ତୁ। ଟଚନ୍ ହେଇକି ମେସିନ୍ ବାହାରିବ। ବାବୁମାନେ ଆସିଛନ୍ତି। ଆଉ ଗୋଟେ ପିକଅପ୍ ଆସିଛି। ସେମାନଙ୍କୁ କଟକ ଠାରୁ ନେଇକି ଆସିଛି। ଭୁବନେଶ୍ୱର ଠାରୁ ନେଇକି ଆସିଛି। ପିକଅପ୍ ଗୋଟେ ଦେଖନ୍ତୁ। ପୁଣି ସେ ବାବଦ କେତେ ଟଙ୍କା ଖର୍ଚ୍ଚ। ଏମିତି ମେସିନ୍ ଫସି ଯାଇଛି। ଦେଖନ୍ତୁ ଗୁଡୁପାଇଲି ଲାଷ୍ଟରେ ଶଙ୍ଖ ଡେଇଁକିରି ଶଙ୍ଖ ପାଖ ଆଜ୍ଞା ଦେଖନ୍ତୁ ଆମ ପୁଣି ମେସିନ୍ ଆସିଛି। ଏଟି1 ଲାଗିଛି। ଏ ଟଚିଂ କାମ ଚାଲିଛି। ଦେଖନ୍ତୁ 220 ମେସିନ୍ ଲାଗିଛି ଫସି ଯାଇଛି। ପପୁ ଆଉ ମେସିନ୍ ଦେଖନ୍ତୁ। ସେ ଡ୍ରାଇଭରଟା ମଦ ପିଇକି ଫସେଇ ଦେଇକି ପଳେଇଲା। ଆଉ ଜଣେ ଭାଇ ଆମର ଆସିଛନ୍ତି ଏଠି ବସିଛନ୍ତି। ଦେଖନ୍ତୁ ଏମିତି ଜାଗାରେ ଫସି ଯାଇଛି। ଦେଖନ୍ତୁ ମୋତେ ସବସ୍କ୍ରାଇବ୍ କରନ୍ତୁ ବା କମେଣ୍ଟ କରନ୍ତୁ। ଜୟ ଜଗନ୍ନାଥ। ହଇରାଣ ଭୋଗୁଛନ୍ତି। ଦେଖନ୍ତୁ ଅଟୋ ମେସିନ୍ ଫସି ଯାଇଛି। 4 ଦିନ 5 ଦିନ ହେଲାଣି ଭାରି ହଇରାଣ ହେଉଛି। ପପୁର ମେସିନ୍ ଦେଖନ୍ତୁ ବିହାରରୁ ଆସିକି ସେ ଏଠି ମେସିନ୍ ଦେଇ ଏଠି ଲୀଳା କରୁଛନ୍ତି। ବିହାରୀ ଲୋକ ଦେଖନ୍ତୁ। ଏମିତିକା ଚାଲିଛି କାମ। ମେସିନ୍ଟା ପ୍ରଭୁ ଉଠେଇବେ ଆଜି। ଦେଖନ୍ତୁ ମୋତେ ସବସ୍କ୍ରାଇବ୍ କରନ୍ତୁ ବା କମେଣ୍ଟ କରନ୍ତୁ। ଜୟ ଜଗନ୍ନାଥ। ନମସ୍କାର ଆଜ୍ଞା।